ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଚରକ ଜଣେ ପ୍ରାଚୀନ ଭାରତୀୟ ଚିକିତ୍ସକ ଥିଲେ। ସେ ଆୟୁର୍ବେଦରେ ଜଣେ ପ୍ରମୁଖ ଅବଦାନକାରୀ ଥିଲେ, ଯାହାକୁ ପ୍ରାୟତଃ ଭାରତୀୟ ଔଷଧର ଜନକ କୁହାଯାଏ। ସେ ଚରକ ସଂହିତା ରଚନା କରିଥିଲେ, ଯାହା ଆଭ୍ୟନ୍ତର ଚିକିତ୍ସା ଉପରେ ଏକ ମୂଳ ପାଠ୍ୟ, ଯାହା ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାର ନୀତିଗୁଡ଼ିକୁ ଆବୃତ କରିଥାଏ। ତାଙ୍କ କାର୍ଯ୍ୟ ସମଗ୍ର ସ୍ୱାସ୍ଥ୍ୟ ସେବା ଏବଂ ଔଷଧ ବିଜ୍ଞାନ ପାଇଁ ମୂଳଦୁଆ ପକାଇଥିଲା। ଚରକ ଖ୍ରୀଷ୍ଟପୂର୍ବ 4ର୍ଥ ଶତାବ୍ଦୀରେ ସମୟରେ ବାସ କରୁଥିଲେ ବୋଲି ବିଶ୍ୱାସ କରାଯାଏ। ରହୁଛି, ଦେଖା ହେବ ଆଗାମୀ ଭିଡ଼ିଓରେ। ନମସ୍କାର।